ରାହୁଟାକୁ ଗୋଟେ ମିଷ୍ଟେରିୟସ୍ ପ୍ଲାନେଟ୍ ବୋଲି କୁହାଯାଏ। ତାକୁ ପ୍ରେଡିକ୍ଟ କରିବା ବହୁତ ମୁସ୍କିଲ, ସେ ମାନେ କ'ଣ କରିବ କ'ଣ ନାହିଁ। ତ ସେଭଳିଆ ଗୋଟେ କେସ୍ଟେ ଦେଖନ୍ତୁ ମୋ ସାମ୍ନାକୁ ଆସିଛି। ମୋ ସାଙ୍ଗର ମାଆଙ୍କର ଡେଥ୍ ହେଇଯାଇଥିଲା ପହରଦିନ ରାତିରେ, ବାକି କେହି ଜାଣିପାରିଲେନି। ସକାଳୁ ଉଠିକି ଦେଖିଲା ବେଳକୁ ତାଙ୍କର ଡେଥ୍ ହେଇଯାଇଛି। ତ ଦେଖନ୍ତୁ ସେ ଟାଇମ୍ର କୁଣ୍ଡଳୀ ମୁଁ ବନେଇଛି। ତ ଅଷ୍ଟମ ଘରକୁ ମୃତ୍ୟୁର ଜାଗା ବୋଲି କୁହାଯାଏ। କେଉଁ ଟାଇପ୍ର ଡେଥ୍ ହେବ ସେଇଟା ଅଷ୍ଟମ ଘର କହିଥାଏ। ଏଇ ଜାତକର ଅଷ୍ଟମ ଘର ଅଧିପତି ମଙ୍ଗଳ ସେ ଦ୍ୱାଦଶରେ ଅଛି ଏବଂ ରାହୁ ସାଙ୍ଗରେ ଅଛି। ତ କୋଇନ୍ସିଡେଣ୍ଟଲି ଦେଖନ୍ତୁ ତିଥି ମଧ୍ୟ ଆଉ ନକ୍ଷତ୍ର ମଧ୍ୟ ସବୁ ରାହୁ ଥିଲା। ଦେଖନ୍ତୁ ସେ କୃଷ୍ଣ ଅଷ୍ଟମୀ ତିଥିରେ ମରିଛନ୍ତି, ସିଏ ବି ରାହୁ ରୁଲ୍ କରେ। ରାହୁର ନକ୍ଷତ୍ରରେ ମରିଛନ୍ତି ହେଲା, ମାନେ ଯେଉଁ ଟାଇମ୍ରେ ମଲେ ସେ ଟାଇମ୍ରେ ରାହୁର ନକ୍ଷତ୍ର ଚାଲିଥିଲା। ତ ସେଥିପାଇଁ ତାଙ୍କ ଡେଥ୍ଟା ମାନେ ମିଷ୍ଟେରିୟସ୍ ଡେଥ୍ ହେଇଛି ହେଲା, ଯେଉଁଟାକି କେହି ଜାଣିପାରିଲେନି। ତ ସକାଳୁ ଉଠିକି ଦେଖିଲେ ସମସ୍ତେ ଯେ ଡେଥ୍ ହେଇଯାଇଛି ବୋଲି। ରାତି 2:30ରେ ସେ କହୁଥିଲା, ତା କଥା ଅନୁସାରେ ତା ଭାଇ ଉଠିଥିଲା ହେଲା, କିନ୍ତୁ ସେଇ ଟାଇମ୍ରେ ସେ ତାଙ୍କର ଡେଥ୍ ହେଇନଥିଲା। ତାପରେ 2:30ରୁ 5ଟା ଭିତରେ ତାଙ୍କର ଡେଥ୍ ହେଇଛି। ତ ରାହୁ ଗୋଟେ ଏମିତି ପ୍ଲାନେଟ୍ ଘର ସାଙ୍ଗେ ଲିଙ୍କ କରିଯାଏ, ସେଇ ଘରେ ସେ ସସ୍ପେନ୍ସ କ୍ରିଏଟ୍ କରିଥାଏ।